हेलो। ଆଜ୍ଞା ନମସ୍କାର। नमस्कार। ରେଷ୍ଟ ନଉଛନ୍ତି ବୋଧେ? ନାଇଁ ନା ରେ। ଟିକେ ପ୍ରତିକ୍ରିୟା ନେବି ଆପଣଙ୍କର ହଁ ରିଗାର୍ଡିଂ ବର୍ତ୍ତମାନ ଯୋଉ ବସିବାକୁ ନେଇ ନବୀନ ପଟ୍ଟନାୟକ ଯୋଉ ସେ କଥାକୁ ନେଇ ବର୍ତ୍ତମାନ ଯୋଉ ଚର୍ଚ୍ଚା ହଉଛି ଜୋର ଧରୁଛି ସମଗ୍ର ରାଜ୍ୟରେ, କଣ ରଖିବେ ଆଜ୍ଞା ପ୍ରତିକ୍ରିୟା ତାକୁ ଶୁଣ ନେଇ? ଗୋଟେ ସେ ବିଷୟ ସିଏ ନବୀନ କଣ କହିଲେ କହିଲେ ଯାହା ପାର୍ଟିର କାର୍ଯ୍ୟକ୍ରମ ପାର୍ଟି ଅଫିସରେ ହବା କଥା। ଆଜ୍ଞା ଆମେ ଯୋଉ ଧର ସିନିୟର ଲିଡର୍ସ ଅଛୁ ସବୁ ଆମେ ମଧ୍ୟ ପାର୍ଟି ଜନତା ଦଳ ସକ୍ରିୟ ହବ ସେ ହବ ଆମେ ସବୁ ଯାହା ପାର୍ଟିର କାର୍ଯ୍ୟକ୍ରମ ଆମେ ପାର୍ଟି ଅଫିସରେ କରୁଛୁ। ଆମ ପାର୍ଟି ଆମର ଯୋଉ କମିଟି ଅଛି ମିଟିଂ କରିଛୁ ସେ ପାର୍ଟି ଅଫିସରେ କରୁଛୁ। ଆଜ୍ଞା ଅନ୍ୟ ଯୋଉ ହୋଟେଲ ଫୋଟେଲ ବସିବା କଥା କୁହାହଉଛି ଆମେ ସମସ୍ତେ ବୟସ୍କ ପୁଣି ଯେମିତି ବସି ଚିଟଚାଟ କରିବ କହିଲ ସେଟାକୁ ତ ନବୀନ ଆମକୁ କିଛି ମନା କରିନାହାନ୍ତି। ଆଜ୍ଞା ପାର୍ଟି କାର୍ଯ୍ୟକ୍ରମ ପାର୍ଟି ଅଫିସ ହବ ଆମେ ତ ସେ ମାନୁଛୁ ସମସ୍ତେ ପାର୍ଟି କାର୍ଯ୍ୟକ୍ରମ ପାର୍ଟି ଅଫିସ ହବ। ଆଜ୍ଞା ପାର୍ଟି କାର୍ଯ୍ୟକ୍ରମ ତ ପାର୍ଟି ଅଫିସରେ ହବ ନା ଆମେ ଆମର ସେ କଥା କରୁଛୁ। ଆଜ୍ଞା ପାର୍ଟିର ଶୃଙ୍ଖଳା ଦୃଷ୍ଟିରୁ ପାର୍ଟି କାର୍ଯ୍ୟକ୍ରମ ପାର୍ଟି ଅଫିସରେ ହବ। ଆଜ୍ଞା ବର୍ତ୍ତମାନ ଯୋଉ ଆମେ କୋଉଠି ବିଜେଡି ବସିବୁ ହୋଟେଲ ଫୋଟେଲ କଥା ଏଟା ଆମ ନିଜର ବ୍ୟକ୍ତିଗତ କଥା। ଆଜ୍ଞା ବର୍ତ୍ତମାନ ଯୋଉ ବିଜେଡି ଦୁଇ ଫାଳେ ତିନି ଫାଳେ ହଉଛି ବୋଲି ଚର୍ଚ୍ଚା ଆସୁଛି, କଣ ଯେ ବିଜେଡି କୁ ନେଇକି ବର୍ତ୍ତମାନ ଦୁଇ ଫାଳ ତିନି ଫାଳ ହେଇଛି ବୋଲି ଗୋଟେ ଚର୍ଚ୍ଚା କିଛି ଆସୁଛି। ଏଟା କଥା ନାହିଁ। କେହି ଆପଣ ଯେତେ ଆପଣ ସମସ୍ତେ ମୁଁ ଶୁଣିଛନ୍ତି ଯେତେ ଯାହାଠୁ ପତ୍ରିକା କେହି କହୁଛନ୍ତି ଯେ ନବୀନ ବାବୁଙ୍କ ବ୍ୟତୀତ ଅନ୍ୟ କାହାକୁ ନେତୃତ୍ୱ କହୁଛନ୍ତି। ଆଜ୍ଞା ନବୀନ ବାବୁଙ୍କ ନେତୃତ୍ୱରେ ଆମେ ସମସ୍ତେ ଅଛୁ ଆଉ ସବୁ ବିଜୁ ଜନତା ଦଳ ସବୁ ରହିବ ଏଇ କଥା ସମସ୍ତେ କହୁଛନ୍ତି। ଦି ଆଜ୍ଞା ତିନି ଫାଳ କଥା ଯଦି ଗୋଟେ କଥା କେହି କୋଉଠି କହୁଥାନ୍ତା ଆମେ ନେତୃତ୍ୱ ମାନିବୁନି ଆମ ମାନୁନି କଥା ସିନା କହିଥାନ୍ତା ସେ କଥା କହୁନାହାନ୍ତି। ଆଜ୍ଞା ସମସ୍ତଙ୍କ ନେତୃତ୍ୱ ଉପରେ ବିଶ୍ୱାସ ଅଛି ଦଳ ଗୋଟେ ଅଛି ଦଳକୁ ମଜବୁତ ଆହୁରି ହବ ଆଉ ବିରୋଧୀ ଦଳ ହିସାବରେ ଆମେ ଆମ ଭୂମିକା ଠିକ ଭାବରେ କରିବୁ ଏ କଥା ସମସ୍ତେ କହୁଛନ୍ତି। ପାଣ୍ଡିଆନ କଣ ଏବେ ବର୍ତ୍ତମାନ ସକ୍ରିୟ ଅଛନ୍ତି ରାଜନୀତିରେ? ତାଙ୍କ ଚର୍ଚ୍ଚା ସେ ତ ବଢୁଛି। ଆମର ସଭାପତି ନବୀନ ବାବୁ ତ କହିଲେ ସେ ଛଅ ମାସ ହେଲା ନାହାନ୍ତି। ଆଜ୍ଞା ଏତେ ଚର୍ଚ୍ଚା ଯୋଉଠି ଧରୁଛି ପାଣ୍ଡିଆନକୁ ନେଇ? ଯଦି ଯୋଉ ଚର୍ଚ୍ଚା ହଉଛି ମୋର ନିଜର ବ୍ୟକ୍ତିଗତ ମତ ଚର୍ଚ୍ଚା ହଉଛି ଯଦି ଆପଣ ତାଙ୍କୁ ପଚାରନ୍ତୁ ଯଦି ଆପଣଙ୍କ ବିଷୟରେ କାହିଁକି ଚର୍ଚ୍ଚା ହଉଛି ହୁଁ ପାଣ୍ଡିଆନଙ୍କ ବିଷୟରେ ତାଙ୍କୁ ପଚାରୁନାହାନ୍ତି। ସିଏ ତ ରାଜନୀତିର ସନ୍ନ୍ୟାସ ନେଇଗଲେ ବୋଲି ଅଲରେଡି ଡିକ୍ଲାରେସନ ଦେଇଛନ୍ତି। ଯିଏ ଧର ସାଧାରଣ ଲୋକ କଣ ଆପଣ ପଚାରି ପାରିବେନି? ହୁଁ ଆଉ ଯାହା ସାଧାରଣ ଲୋକ ବିଷୟରେ ଯାହା ଆଲୋଚନା ହଉଛି ଗୋଟେ ସାଧାରଣ ଲୋକ ବିଷୟରେ ଆଲୋଚନା ହଉଛି ଆପଣ କଣ ତାଙ୍କ ବିଷୟରେ ପଚାରି ପାରିବେନି? ଖାଲି ଆଜ୍ଞା ରାଜନୀତି ଲୋକ ପଚାରିବେ ଅନ୍ୟ କାହାକୁ ପଚାରି ପାରିବେନି କଣ ବର୍ତ୍ତମାନ ଯେ ଯୁଆଡେ କାହିଁକି ଗଲେ ଆପଣଙ୍କ ଯେ ବିଷୟରେ ପ୍ରଚ୍ଛଦ ପଟରେ ପାଣ୍ଡିଆନ ରହିଛନ୍ତି ସାର୍। ଆଜ୍ଞା ପ୍ରଚ୍ଛଦ ପଟରେ ପାଣ୍ଡିଆନ ରହିଛନ୍ତି। ନାଇଁ ପାଣ୍ଡିଆନଙ୍କ ରହିଛନ୍ତି ଇସାରାରେ ରହିଛନ୍ତି ସବୁ ତାଙ୍କୁ ଚାଲୁଛି। ପଚାରିବେ ଆମର ତ ସଭାପତି ମନା କଲେ ସେ ନାହାନ୍ତି। ଯଦି ସିଏ ରହିଛନ୍ତି ଲୋକ କହୁଛନ୍ତି ଆମେ କରୁଛନ୍ତି ଆପଣ ସିଧା ତାଙ୍କୁ ପଚାରୁନ। ଆଚ୍ଛା ତାଙ୍କୁ ସିଧା ପଚାରିଦେଲେ ସବୁ କଥା କ୍ଲିୟର ହେଇଯିବ। ଆଜ୍ଞା ତାହେଲେ ମୋଟାମୋଟି ଭାବରେ ନବୀନ ବାବୁଙ୍କର ନିଷ୍ପତ୍ତି ଯାହା ରହୁଛି ସବୁ ଠିକ ଠାକ ରହୁଛି। ନବୀନ ବାବୁ ନିଷ୍ପତ୍ତି ଆମର ଆମେ ତଳକୁ ଆମେ ଆଗେଇ ନେବା ପାଇଁ ଯାହା କାର୍ଯ୍ୟକ୍ରମ କରିବା ସବୁ ଆମେ ଅଛୁ କିନ୍ତୁ ଆମେ ସିନିୟର ଲୋକ ମତେ ଗ୍ରାସରୁଟ୍ ଆସିଛୁ ପାର୍ଟିର ଆମେ ସବୁ ଶୃଙ୍ଖଳିତ ଆମେ ଶୃଙ୍ଖଳା ଭାବରେ ଆମେ ସବୁ କାର୍ଯ୍ୟକ୍ରମ କରିବୁ। ଆମେ ହୋଟେଲ ଫୋଟେଲ ବସିବୁ ଏଥିପାଇଁ ତ ସେ ମନା କରୁନାହାନ୍ତି। ଆଜ୍ଞା ଠିକ ଅଛି ଆଜ୍ଞା।